ଆଇନ ବ୍ୟବସ୍ଥାରେ ଆମର ଲୋକଙ୍କର ଇମୋସନ ସେଣ୍ଟିମେଣ୍ଟ ଉପରେ କିଛି ନିର୍ଭର କରେନି। ଆଇନ ଆଗରେ ତଥ୍ୟ ଦରକାର, ପ୍ରମାଣ ଦରକାର। ଯୋଉ କଥା ମାନେ ପବ୍ଲିକ ପ୍ଲାଟଫର୍ମରେ ଯୋଉ ଲୋକମାନଙ୍କର ଜ୍ଞାତ ଅଛି ବା ସେମାନେ କୋଉଠୁ ସୁରାଗ କୋର୍ଟ ପରିସର ଭିତରକୁ ଆସିବେନି, ନ୍ୟାୟାଳୟ କିଛି କରିପାରିବନି, ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଯେ ଆପଣ ଯୋଉ କଥା ମୋତେ ଉଠେଇଲେ ଯେ ଅନେକ କହୁଛନ୍ତି ତାର ଅନେକ ଅସାମଞ୍ଜସ୍ୟ ରହିଛି, ଯେ କି ଆମେ ଘଟଣାଟାକୁ ଦୋଦୁଲ୍ୟମାନ କରିଦେଉଛି ବା ବିଶ୍ୱାସ ଯୋଗ୍ୟ କରୁନାହିଁ। ତଦନ୍ତ ପ୍ରକ୍ରିୟା ଆଦରୁ ଉପନୀତ ଆମେ ହବା ଯେ ତଦନ୍ତ ଠିକ ବାଟରେ ହେଇନାହିଁ ଏବଂ ତଥ୍ୟ ଉନ୍ମୋଚନ କରିବା ପାଇଁ ସେଇ ଦୃଷ୍ଟିରୁ ତଦନ୍ତଟା କରାଯାଏ ନାହିଁ। କେବଳ ଆଇ ୱାଶ୍ ଯାହାକୁ ଆମେ କହନ୍ତୁ, କୌଣସି ରକମ କଲେକ୍ସନ କରିକି ମ୍ୟାଟେରିଆଲ କେସ୍ଟାକୁ ଦେଇଛନ୍ତି। ବର୍ତ୍ତମାନ ଆମେ ଯଦି କହିବା ଯେ ତାହେଲେ ଲୋକକୁ ନ୍ୟାୟ କେମିତି ମିଳିବ, ନ୍ୟାୟ ନିର୍ଭର କରୁଛି ତଦନ୍ତକାରୀ ସଂସ୍ଥା ଉପରେ। ବର୍ତ୍ତମାନ ଆମର ଷ୍ଟେଟ୍ କ୍ରାଇମ ବ୍ରାଞ୍ଚ, ଯିଏକି ଆମ ରାଜ୍ୟ ପାଇଁ ଗୋଟେ ସବୁ ଯାଇ ପୋଲିସ ବିଭାଗର ଭଲ ତଦନ୍ତକାରୀ ଗୋଷ୍ଠୀ ବୋଲି କୁହାଯାଉଛି, ସେମାନେ ଗୋଟେ ନିଷ୍ପତ୍ତିରେ ପହଞ୍ଚିଲେ ବା ନିର୍ଯାସରେ ପହଞ୍ଚିଲେ ଯେ ଗୋପାଳ ଦାସ ହେଉଛି ହତ୍ୟାକାରୀ ଏବଂ ତା ବ୍ୟତୀତ ଆଉ କେହି ନାହାନ୍ତି। ତା ଭିତରେ ସେ ଦୁଇଟା କଥା ଆଣିଲେ। ଗୋଟେ କଥା ହେଉଛି ପ୍ରତ୍ୟକ୍ଷଦର୍ଶୀଙ୍କର ପ୍ରମାଣ, ଆଉ ଗୋଟେ ପାରିପାର୍ଶ୍ୱିକ ଅବସ୍ଥାର ପ୍ରମାଣ, ତୃତୀୟଟା ହେଉଛି ସାଇଣ୍ଟିଫିକ ଏଭିଡେନ୍ସ ବା ବୈଜ୍ଞାନିକ ପଦ୍ଧତିରେ ସଂଗ୍ରହ କରିଥିବା। ଏ ତିନିଟା ଯାକକୁ ତାଳମେଳ ଅନେକ ସମୟ ଯେତେବେଳେ ବିଚାର ପ୍ରକ୍ରିୟାରେ ଆସିଛି, ପଉଲା ଯାଉଛି ସାକ୍ଷୀ ପ୍ରମାଣରେ, ତିନିଟା ଯାକରେ ତାଳମେଳ ଠିକ ରହୁନି। ତେଣୁ ମୋର ବ୍ୟକ୍ତିଗତ ମତ ହେଉଛି ଆର ଗୋଟେ ନିର୍ଯାସ ଆସିବା ଦରକାର, ଲୋକମାନେ ଜାଣିବା ଦରକାର, ସତ୍ୟ ଉନ୍ମୋଚିତ ହେବା ଦରକାର। ବିଶେଷ କରି ଯେତେବେଳେ ହତ୍ୟା କରାଯାଇଛି ଯାହାଙ୍କୁ, ସେ ଜଣେ କେବଳ ପ୍ରତିଷ୍ଠିତ ରାଜନେତା ନଥିଲେ, ସେତେବେଳେ ମଧ୍ୟ ସରକାରରେ ମନ୍ତ୍ରୀ ଥିଲେ ଏବଂ ୱେଷ୍ଟର୍ଣ୍ଣ ଓଡ଼ିଶାର, ପଶ୍ଚିମ ଓଡ଼ିଶାର ସେ ଜଣେ ପ୍ରଭାବଶାଳୀ ନେତା ଥିଲେ। ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ସେ ଜଣେ ସଫଳ ବ୍ୟବସାୟୀ ଥିଲେ। ତେଣୁ ଏଭଳିଆ ଜଣେ ଲୋକଙ୍କୁ ପୋଲିସ ଡିପାର୍ଟମେଣ୍ଟ ଯେ ଲୋକଙ୍କୁ ସୁରକ୍ଷା ଦେବା କଥା, ସେ ଯଦି ମର୍ଡର କରିଛି, ଆର ପ୍ରକୃତ ସତ୍ୟାସତ୍ୟ ଆସୁ। ଯଦି ସେ ପୋଲିସ ଗୋପାଳ ଦାସ ଅପରାଧୀ ଅଛି, ତାକୁ କଡ଼ା ଦଣ୍ଡ ମିଳୁ, ଏ କଥା ସମସ୍ତେ ଚାହାନ୍ତି। ଚର୍ଚ୍ଚା ହେଉଛି ସିବିଆଇ ଏନକ୍ୱାରି କଥା ବହୁତ ସମୟରେ ଚର୍ଚ୍ଚା ହେଉଛି। ସିବିଆଇ ଏନକ୍ୱାରି ପାଇଁ କ'ଣ ବ୍ୟବସ୍ଥା କ'ଣ ଅଛି, କିଭଳି ଭାବେ ହେଇପାରିବ? ସିବିଆଇ ଯୋଉ ଅଛି, ବର୍ତ୍ତମାନ ଆମେ ଦେଖିଲେ କେସ୍ଟା ଦୌରା ଜଜଙ୍କ କୋର୍ଟରେ ବିଚାରାଧୀନ ଅଛି। ତାର ତ କମିଟମେଣ୍ଟ ହେଇଯାଇଛି, ଆଉ ତଳ କୋର୍ଟରେ ନାହିଁ। କଗ୍ନିଜେନ୍ସ ନିଆଯାଇଛି, ଚାର୍ଜ ଫ୍ରେମ୍ ହେଇଯାଇଛି। ଏ ହେଉଛି ବର୍ତ୍ତମାନ ଟ୍ରାଏଲ ପ୍ରୋସେସରେ କେସ୍ଟା ଅଛି। ଏହି ସମୟରେ ଯଦି ତାଙ୍କ ପରିବାର ଲୋକ ବା ନବ ଦାସଙ୍କର କେହି ଘନିଷ୍ଠ ଲୋକ ଆସିବ, ହାଇକୋର୍ଟରେ, ମାନ୍ୟବର ହାଇକୋର୍ଟରେ ସେ କେସ୍ ଫାଇଲ କରିବ ଏବଂ ସେଠି ସେ ପ୍ରମାଣ ଦେଖେଇ ପାରିବ ଯେ ତଦନ୍ତ ପ୍ରକ୍ରିୟା ଠିକ ହେଇନାହିଁ ବା ଏଇସବୁ ରହିଛି ଯେଉଁଥିରେ ମୁଦାଲା ଖସି ଯାଇପାରେ, ବା ପ୍ରକୃତ ଯେଉଁମାନେ ଅପରାଧ ସହିତ ସଂଶ୍ଳିଷ୍ଟ ଅଛନ୍ତି ସିଧାସଳଖ ଭାବରେ, ପରୋକ୍ଷ ଭାବରେ ବା ମନ୍ତ୍ରଣା କରିଛନ୍ତି, ଏମାନେ ଯଦି କେହି ଅଛନ୍ତି ସେମାନେ ଖସିଯିବେ, ପ୍ରମାଣ ଆସୁନାହିଁ, ତାହେଲେ ରହିଛି ଭିତ୍ତିଭୂମି ରହିଛି ବା କିଛି ସତ୍ୟତା ରହିଛି, ତାହେଲେ ନିରପେକ୍ଷ ତଦନ୍ତ କରିବା ପାଇଁ ସେମାନେ ସିବିଆଇ କି ଦେଇପାରିବେ। ଇଏ ହେଲା ଗୋଟେ ବାଟ। ଦ୍ୱିତୀୟ ବାଟଟି ହେଉଛି ଯଦି ରାଜ୍ୟ ସରକାର ଲୋକଙ୍କର କଥାକୁ ଶୁଣିବେ ଏବଂ ଏଇ ଯେଉଁ ମିଡ଼ିଆ ଆପଣମାନେ ଯେମିତି ସବୁ ତଥ୍ୟ ଆଣୁଛନ୍ତି, କୋର୍ଟରେ ଯେଉଁ ଏପର୍ଯ୍ୟନ୍ତ ତଥ୍ୟ ବାହାରିଛି, ବିଭିନ୍ନ ରାଜନେତା ଏବଂ ବିଭିନ୍ନ ଶ୍ରେଣୀର ଲୋକ ଯେଉଁ କାହାଣୀ ସବୁ କହୁଛନ୍ତି, ଆକୁ ଯଦି ସେ ଦୃଷ୍ଟିରେ ରଖିବେ, ତାହେଲେ ତାଙ୍କର ହେଉଛି କର୍ତ୍ତବ୍ୟ ଯେ ଲୋକଙ୍କର ସତ ଜାଣିବା ଅଧିକାର ରହିଛି। ଦ୍ୱିତୀୟଟା, ଯିଏ ଅପରାଧୀ ପ୍ରକୃତ ସେମାନଙ୍କୁ କେହି ଘଣ୍ଟ ନ ଗୋଡ଼ଉ, ଏ କଥା ମଧ୍ୟ ଲୋକଙ୍କର ଅଧିକାର ଅଛି। ଏ ସବୁକୁ ଦୂର କରିବା ପାଇଁ ସରକାର ମଧ୍ୟ ଆସିପାରନ୍ତି ଯେ ନାଇଁ, ଏ ତଦନ୍ତଟାକୁ ଆମେ ଚାହୁଁନୁ, ଏ ତଦନ୍ତ ସହିତ ସିବିଆଇ ତଦନ୍ତ ଆଉଥରେ କରାଯାଉ, ପୁନଃ ତଦନ୍ତ କରାଯାଉ। ସରକାର କେତେ ଦୂର ଆସିବେ ମୁଁ ଜାଣିପାରୁନି, କାରଣ ସରକାରଙ୍କର ମଧ୍ୟ କିଛି ପ୍ରତିବନ୍ଧକ ରହିଛି। କାରଣ ସେମାନେ ଯଦି ଆସିବେ ଅଭିଯୋଗ କରିବେ ଯେଉଁ ଅନୁସାରେ ପୋଲିସ ସେଟଅପ୍ ଏଗେନ୍ଷ୍ଟରେ କରିବେ, ସେମାନେ କରିବେ କି ନାହିଁ। ଆଦେହରେ ପ୍ରକୃତ କାମ ହେଇପାରିବ, ଦୁଇଟା ଲୋକ କରିପାରିବେ, ନବ ଦାସଙ୍କର ପରିବାରର ଲୋକମାନେ କରିପାରିବେ କିମ୍ବା ନବ ଦାସଙ୍କର ରାଜନୈତିକ ଦଳର ଯେଉଁ କର୍ମୀ ଥିଲେ ବା ତାଙ୍କର ଯେଉଁ ସହଯୋଗୀ ଥିଲେ, ସେମାନେ ମଧ୍ୟ କରିପାରିବେ। ସେମାନେ କଲେ ହିଁ ପ୍ରକୃତ କ'ଣ ରହିଛି ଲୋକ ଠିକ ଜାଣିପାରିବେ ଏବଂ ଯଦି ଇଏ ପ୍ରକୃତ ଥାଏ ଯେ ତଦନ୍ତ ପ୍ରକ୍ରିୟା ଠିକ ହେଇନି, ସ୍ୱଚ୍ଛ ନିର୍ମଳ ହେଇନି, ସତ୍ୟକୁ ଉଦ୍ଘାଟନ କରିବା ପାଇଁ ଏ ତଦନ୍ତ ହେଇନି, କେବଳ ଲୋକ ଦେଖାଣିଆ ହେଇଛି, ତାହେଲେ ମାନ୍ୟବର ହାଇକୋର୍ଟ ବା ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ ଯେ ସିବିଆଇ ତଦନ୍ତ ହେବ।